ଅଧିକ ଲୁଣ ଓ କ୍ଷତି। ଅଧିକ ଲୁଣ ଖାଇଲେ ଶରୀରର ସନ୍ତୁଳନ ବିଗିଡ଼ିଯାଏ, ଶକ୍ତିହୀନତା ଗ୍ରାସେ, ସ୍ନାୟୁତନ୍ତ୍ରର ଆବେଗ ନଷ୍ଟ ହୋଇଯାଏ, ପିତ୍ତ କୋପିତ ହୋଇଯାଏ, ଆମ ଶକ୍ତି କ୍ଷୀଣ କରିଦିଏ। ଅଧିକ ଲୁଣ ପ୍ରଭାବରେ ଅମ୍ଳତା ବଢ଼ିଯାଏ, ପେଟରେ ଅଲସର ହୋଇପାରେ, ଇନ୍ଦ୍ରିୟକୁ ଦୁର୍ବଳ କରି ପକାଏ, ପାଚନ ତନ୍ତ୍ରକୁ ଦୁର୍ବଳ କରିଦିଏ, ମଣିଷ ମୋଟା ହୋଇଯାଏ, ହୃଦରୋଗ ରକ୍ତଚାପ ସୃଷ୍ଟି ହୁଏ। ସମସ୍ୟା ଠାରୁ ସମସ୍ୟାଟି ପାଇଁ କିଛି ବାହାନା କରିବା ଅସଲ ସମସ୍ୟାକୁ ବେଶୀ ଜଟିଳ କରି ଦେଇଥାଏ। ଆମର ଦାୟିତ୍ୱ ଅଛି ନିଜ ପ୍ରତି, ପରିବାର ପ୍ରତି, ରାଜ୍ୟ ପ୍ରତି, ସମାଜ ପ୍ରତି, ପରିବେଶ ପ୍ରତି। ଗଛ ଲଗେଇବା ଦ୍ୱାରା ଆମେ ପରିବେଶର ସୁରକ୍ଷା କରିପାରିବା, ମୃତ୍ତିକା କ୍ଷୟ ବନ୍ଦ କରିବା ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସଂରକ୍ଷିତ କରିପାରିବା। ଆମେ ନିଜର ଖିଆଲି ମନୋବୃତ୍ତି ନେଇ ଏ ପୃଥିବୀକୁ ଧ୍ୱଂସ କରିବା ଉଚିତ ନୁହେଁ। ଆମ ପାଇଁ ଆଉ ଏକ ସୁନ୍ଦର ପୃଥିବୀ ଅପେକ୍ଷା କରିଛି। ଏଠୁ ଆମେ ସେଠିକୁ ଯାଇ ଭଲରେ ବଞ୍ଚିପାରିବା। କିନ୍ତୁ ଆମେ ଦୈନନ୍ଦିନ ଜୀବନଯାତ୍ରାରେ ପ୍ରାୟ ଏହିଭଳି ବେପରୁଆ ଭାବେ କାରବାର କରିଥାଉ। ଶୃଙ୍ଖଳା ଅଭ୍ୟାସ କରନ୍ତୁ। ଆତ୍ମଶୃଙ୍ଖଳା ଆମର ଆନନ୍ଦକୁ ନଷ୍ଟ କରେ ନାହିଁ, ବରଂ ସୃଷ୍ଟି କରେ। ଆପଣ ଅନେକ ସମର୍ଥ ଓ ପ୍ରତିଭାବାନ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ଜୀବନରେ ବିଫଳ, ସେମାନେ ହତାଶ ଏବଂ ତାଙ୍କର ଏହି ମନୋଭାବ ତାଙ୍କର ବ୍ୟବସାୟ ଏବଂ ସମ୍ପର୍କକୁ ପ୍ରଭାବିତ କରିଥାଏ। ସେମାନେ ଅସନ୍ତୁଷ୍ଟ ହୋଇ ସବୁବେଳେ ଭାଗ୍ୟକୁ ନିନ୍ଦା କରିଥାନ୍ତି। ଶୃଙ୍ଖଳା ବା ଅନୁଶାସନର ଅଭାବରୁ ଯେ ଅନେକ ସମସ୍ୟା ସୃଷ୍ଟି ହୁଏ, କଥା ସେମାନେ ହୃଦୟଙ୍ଗମ କରିପାରନ୍ତି ନାହିଁ। ମହାମାନବ ମହାତ୍ମା ଗାନ୍ଧୀ ନିଜ ଜୀବନରେ ଉପବାସ ଓ ମୌନ ବ୍ରତର ସଫଳତା ପରୀକ୍ଷା କରି ଅନ୍ୟମାନଙ୍କୁ ଦିଗ୍ଦର୍ଶନ ଦେଇଯାଇଛନ୍ତି। ନିର୍ଜଳା ଉପବାସ କରିବାକୁ କୁହାଯାଇ ନାହିଁ, ଯାହାଦ୍ୱାରା ଶରୀରର ସମସ୍ତ ଅଂଶ ଶୋଧିତ ହୋଇପାରିବ। ଯନ୍ତ୍ରକୁ ସଫା କରିବା ପାଇଁ ଏନିମା ନିଆଯାଇପାରେ। ନିକଟରେ ଆମେରିକାର ଗବେଷକମାନେ ଉପବାସ, ଫଳରସ, ଏନିମା ସାହାଯ୍ୟରେ ଅସାଧ୍ୟ ରୋଗ ଉପଶମ କରାଯାଇପାରିବ ବୋଲି କହିଛନ୍ତି। ତଥ୍ୟ ସେମାନେ ଆମରି ଦେଶର ପ୍ରାଚୀନ ଦର୍ଶନ ଓ ଚିକିତ୍ସା ବିଜ୍ଞାନରୁ ଗ୍ରହଣ କରିଛନ୍ତି। ଆମେ କାହିଁକି ଏହାର ପରୀକ୍ଷା କରି ଚିକିତ୍ସା କ୍ଷେତ୍ରରେ ସଫଳ ହୋଇ ନପାରିବା? ପ୍ରତ୍ୟେକଙ୍କର ସଫଳ ହେବାକୁ ଇଚ୍ଛା ଥାଏ, କିନ୍ତୁ ଖୁବ୍ ଅଳ୍ପ ଲୋକଙ୍କର ସଫଳତା ପାଇଁ ପ୍ରସ୍ତୁତ ହେବାକୁ ଇଚ୍ଛା ଥାଏ। ଆକର୍ଷଣର ନିୟମ। ଆମେ ଯେମିତି ଠିକ୍ ସେହିଭଳି ଲୋକଙ୍କୁ ଆମ ଆଡ଼କୁ ଆକର୍ଷଣ କରୁ। ଗୋଟିଏ ପ୍ରବାଦ ଅଛି, ଏକ ଜାତିର ପକ୍ଷୀ ଗୋଟିଏ ସ୍ଥାନରେ ଠୁଲ। ସକାରାତ୍ମକ ଭାବନା ସମ୍ପନ୍ନ ବ୍ୟକ୍ତିମାନେ ବିପଜ୍ଜନକ। ସେମାନେ ଅନ୍ୟ ନକାରାତ୍ମକ ବ୍ୟକ୍ତିମାନଙ୍କୁ ଆକର୍ଷଣ କରି ଆଣନ୍ତି, ସବୁ କଥାରେ ମନ୍ଦ ଦେଖନ୍ତି ଏବଂ ମନ୍ଦ କାମନା କରନ୍ତି। ଏଭଳି କାମରେ ସେମାନେ କେବେ ହେଲେ ହତାଶ ହୁଅନ୍ତି ନାହିଁ। କୌଣସି ସାମାଜିକ ଉତ୍ସବରେ ସଫଳ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ କେମିତି ଅନ୍ୟ ପ୍ରତିଷ୍ଠିତ ଲୋକମାନଙ୍କ ସହ ମିଳାମିଶା କରନ୍ତି ଏବଂ ଆସର ଜମାନ୍ତି, କଥା ଆପଣ କେବେ ଲକ୍ଷ୍ୟ କରିଛନ୍ତି? ପ୍ରତିଷ୍ଠା ପାଇନଥିବା ସମାଜର ନିମ୍ନ ସ୍ତରରେ ବାସ କରୁଥିବା ଲୋକମାନେ ସେମିତି ସେମାନଙ୍କ ସମାସ୍କନ୍ଦ ଲୋକମାନଙ୍କ ସହ ବିନିମୟ କରିଥାନ୍ତି। ସେମାନେ ସମସ୍ତେ ନିଜ ନିଜ ବର୍ଗର ଲୋକମାନଙ୍କ ସହ ମିଶି ସବୁ କାମ କରିଥାନ୍ତି। ଯେବେ ମଣିଷ ଜନ୍ମ ହୁଏ ତା ପାଖରେ ନିଶ୍ୱାସ ତ ଥାଏ, କିନ୍ତୁ ତା ପାଖରେ ନାଁ ନଥାଏ। ଯେବେ ମଣିଷ ମୃତ୍ୟୁ ହୁଏ ତା ପାଖରେ ନାଁ ତ ଥାଏ, କିନ୍ତୁ ନିଶ୍ୱାସ ନଥାଏ। ନାଁ ଆଉ ନିଶ୍ୱାସ ଭିତରର ଯାତ୍ରାକୁ ଜୀବନ କୁହାଯାଏ। ସେଥିପାଇଁ କାହାର ଅଭାବରେ ବଞ୍ଚିବା ଦରକାର ନାହିଁ କି କାହାର ପ୍ରଭାବରେ ବଞ୍ଚିବା ଦରକାର ନାହିଁ। ଏ ହେଉଛି ଜୀବନ। ତେଣୁ ସେଥିପାଇଁ ନିଜ ସ୍ୱଭାବରେ ବଞ୍ଚିବା ଶିଖନ୍ତୁ।
ଅନ୍ୟ ରାଜ୍ୟକୁ ଯାଇ 50,000 ଟଙ୍କା ରୋଜଗାର କରିବା ଅପେକ୍ଷା ଏହା ବହୁତ ଭଲ। 20,000 ଟଙ୍କା ରୋଜଗାର କରି ନିଜ ପରିବାର ସହିତ ବସି ସନ୍ଧ୍ୟା ଭୋଜନ କରିବା। ଜୟ ଶ୍ରୀ ଜଗନ୍ନାଥ।